ଅଧ ରାତିରେ କାହାରି ଆଖିକୁ ନିଦ ନାହିଁ। କାନ୍ଦିବାକୁ ଲାଗିଲେ ଅପରାଜିତା। ବାବୁସାନ ଅପରାଜିତାଙ୍କୁ ଏମିତି ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହଁ ଦର୍ଶକ ବନ୍ଧୁ, ନିଜ ଜୀବନଠୁ ଅଧିକ ଭଲ ପାଉଥିବା ଅପରାଜିତାଙ୍କୁ ଛାଡ଼ି ଉତ୍ତମ ଆରପାରିକୁ ଚାଲିଗଲେ। ସାରା ଜୀବନ ଯାହାର ହାତ ଧରି ଚାଲିବେ ବୋଲି କଥା ଦେଇଥିଲେ, ତାକୁ ଅଧା ବାଟରେ ଛାଡ଼ି ଚାଲିଗଲେ। ଲିଭିଗଲା ଅପରାଜିତାଙ୍କ ମଥାର ସିନ୍ଦୁର। ଅପରାଜିତା ଜାଣିନଥିଲେ, ଯାହାଙ୍କୁ ସେ ଏତେ ଭଲ ପାଇ ଦିନେ ଯାହାଙ୍କ ହାତ ଧରିଥିଲେ, ସେ ଯେ ଏତେ କମ୍ ବୟସରେ ତାଙ୍କ ହାତ ଛାଡ଼ି ଆର ପାରିକୁ ଚାଲିଯିବେ। ଶବ ସତ୍କାର ପରେ ସମସ୍ତେ ଘରକୁ ଫେରିଲେ। ଆଉ ଘରେ ପହଞ୍ଚି ବାବୁସାନ ଅପରାଜିତାଙ୍କୁ ବହୁତ ବୁଝାଇଲେ। ବାପା ସିନା ଚାଲିଗଲେ, ହେଲେ ମୁଁ ତତେ ଖୁସିରେ ରଖିବି ବୋଲି କହିଥିଲେ। ହେଲେ ବୁଝି ନଥିଲେ ଅପରାଜିତା। ବାବୁସାନଙ୍କ କୋଳରେ ମୁଣ୍ଡ ରଖି ରାତି ସାରା ଆଖିରୁ ଝରାଇ ଚାଲିଥିଲେ ଧାର ଧାର ଲୁହ। ସାରା ରାତି ଅପରାଜିତାଙ୍କ ଆଖିକୁ ଆସି ନଥିଲା ନିଦ। ଆଉ ପୁଅ ବୋହୂ ପାଖରେ ବସି ଅନେକ ସମୟ ଅପରାଜିତାଙ୍କୁ ବୁଝାଇଥିଲେ, ହେଲେ ଅଧୈର୍ଯ୍ୟ ହୋଇପଡ଼ିଥିଲେ ଅପରାଜିତା। ଅତୀତର ସବୁ କଥା ମନେ ପକାଇ କାନ୍ଦିବାକୁ ଲାଗିଲେ। ଆଉ ଶେଷରେ ଲୋକେ କହୁଛନ୍ତି, ଅପରାଜିତାଙ୍କ ଏମିତି ଅବସ୍ଥା ଉତ୍ତମ ଉପରେ ଥାଇ ଯେତେବେଳେ ଦେଖିବେ ତାଙ୍କ ସ୍ତ୍ରୀ ତାଙ୍କ ବିନା ଭାଙ୍ଗି ପଡ଼ିଛି, ସେତେବେଳେ ସେ ସ୍ୱପ୍ନରେ ଆସି ତାଙ୍କୁ ବୁଝାଇବେ। ତେବେ ଦର୍ଶକ ବନ୍ଧୁ, କୁହାଯାଏ ଯିଏ ଯାହାକୁ ଅଧିକ ଭଲ ପାଏ, ସେ ତାଙ୍କ ସ୍ୱପ୍ନରେ ଆସିଥାନ୍ତି। ଆଉ ଅପରାଜିତା ଆଉ ଉତ୍ତମ ମହାନ୍ତିଙ୍କ ଭଲ ପାଇବା ତ ସମସ୍ତେ ଜାଣନ୍ତି। ଉତ୍ତମଙ୍କ ଯିବା ପରେ ଅପରାଜିତା ଭାଙ୍ଗି ପଡ଼ିଥିଲେ। ତେଣୁ ଉତ୍ତମ ଅପରାଜିତାଙ୍କ ସ୍ୱପ୍ନରେ ଆସି ତାଙ୍କୁ ବୁଝାଇବେ ବୋଲି ସମସ୍ତେ କହୁଛନ୍ତି। ବ୍ୟୁରୋ ରିପୋର୍ଟ, ରିଓ ନ୍ୟୁଜ। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।